ଆଜିର ଏହି ପବିତ୍ର ଶ୍ରୀରାମନବମୀ ଉତ୍ସବ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆଜି ଆମ ବିଦ୍ୟାଳୟରେ ଶ୍ରୀରାମନବମୀ ଉତ୍ସବ ଖୁବ୍ ସୁନ୍ଦର ଭାବରେ ଆମେ ପାଳନ କରିଥିଲୁ। ଏଇଠି ଦେଖନ୍ତୁ ସଜ ହୋଇ ଆସିଥିବା କୁନି କୁନି ରାମ, କୁନି କୁନି ସୀତା ଏବଂ କୁନି କୁନି ହନୁମାନ ମାନେ ଏଇଠି ବସିଛନ୍ତି। ତାଙ୍କର ଆମେ ଏଇଠି ଆଳତି ମଧ୍ୟ କରିଥିଲୁ। ଏଇଠି ଟିକେ ମୁଁ ରାମଙ୍କ ଜନ୍ମ ବିଷୟରେ କହିବି। ଥରେ ମାତା ପାର୍ବତୀ ଶିବଙ୍କୁ ପ୍ରଶ୍ନ ପଚାରିଥିଲେ, ପ୍ରଭୁ ରାମ କିଏ? ଶିବ ଉତ୍ତର ଦେଇଥିଲେ ଯେ ରାମ ହେଉଛନ୍ତି ବିଷ୍ଣୁଙ୍କର ସପ୍ତମ ଅବତାର। ଆଜି ଏ ଦିବସଟିକୁ ଆମେ ପାଳନ କରୁଛନ୍ତି ଶ୍ରୀରାମ ନବମୀ ଉତ୍ସବ ଭାବରେ। ପୌରାଣିକ କଥା ଅନୁସାରେ ରାବଣର ଅତ୍ୟାଚାର ବିନାଶ କରିବା ପାଇଁ ତ୍ରେତୟା ଯୁଗରେ ଶ୍ରୀରାମଚନ୍ଦ୍ର ପବିତ୍ର ଚୈତ୍ର ମାସ ଶୁକ୍ଳପକ୍ଷ ନବମୀ ତିଥିରେ ଜନ୍ମଗ୍ରହଣ କରିଥିଲେ। ସେହି ଭବ୍ୟ ଦିନଟିକୁ ଆମେ ଶ୍ରୀ ରାମ ନବମୀ ଭାବେ ଆଜି ପାଳନ କରୁଛନ୍ତି। ଏଇ କଥା ରହିଛି। ଆଉ ପିଲାମାନଙ୍କର ଏଇଠି ଆମେ ନେଉଛୁ ତାଙ୍କୁ ବୁଲେଇବା ପାଇଁ ବା ନଗର ପରିକ୍ରମା କରିବା ପାଇଁ। ଏଇଠି ନଗର ପରିକ୍ରମା କରିବା ସମୟରେ ସମସ୍ତଙ୍କ କଣ୍ଠରେ ଗୋଟିଏ ସ୍ୱର ଶୁଭୁଥିଲା ଯେ ଜୟ ରାମ ଶ୍ରୀରାମ ଜୟ ଜୟ ରାମ। ସେଇ ଗୀତଟିକୁ ଗାଇ ଗାଇ ମଧ୍ୟ ଆମେ ସମସ୍ତେ ଖୁବ୍ ଆନନ୍ଦ ଉପଲବ୍ଧି କରୁଥିଲୁ। ସେ ଗୀତଟିକୁ ମୁଁ ଏବେ ବି ଗାଉଛି। ଜୟ ରାମ ଶ୍ରୀରାମ ଜୟ ଜୟ ରାମ, ଜୟ ରାମ ଶ୍ରୀରାମ ଜୟ ଜୟ ରାମ, ଜୟ ରାମ ଶ୍ରୀରାମ ଜୟ ଜୟ ରାମ, ଜୟ ରାମ ଶ୍ରୀରାମ ଜୟ ଜୟ ରାମ। प्रेम मुदित मन से कहो राम राम राम, राम 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 कहो राम राम राम। ଏମିତି ଆମେ ଏଇ ଗୀତଟିକୁ ମଧ୍ୟ ଗାଇ ଗାଇ ଯାଉଥିଲୁ। ଆଉ ପିଲାମାନଙ୍କ ଉପରେ ମଧ୍ୟ ଆମେ ଏମିତି ଫୁଲ ମଧ୍ୟ ଟିକେ ଟିକେ ପଡ଼ୁଥିଲା। ଯାହା ହଉ ପ୍ରଭୁ ରାମ ସମସ୍ତଙ୍କର ଏଇ ପୁଣ୍ୟତିଥିରେ ମଙ୍ଗଳ କରନ୍ତୁ, ସମସ୍ତେ ଭଲରେ ରୁହନ୍ତୁ, ସମସ୍ତଙ୍କର ମଙ୍ଗଳ ହେଉ। ଏହା ହିଁ ଆଜି ଶ୍ରୀରାମନବମୀ ଉତ୍ସବରେ ମୋର କାମନା। ପିଲାମାନେ ଖୁସିରେ ରୁହନ୍ତୁ। ଧନ୍ୟବାଦ ଦେବି ସମସ୍ତଙ୍କୁ।